କାହାଣୀ 22 ପାହାଚ। ମୁନା ଶୀଘ୍ର ବାହାରି ପଡ଼, ଆଜି ପରା ରଥଯାତ୍ରା। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଜି ରଥରେ ବସି ବୁଲିବାକୁ ଯିବେ। ସତରେ ବାପା? ହଁ, ଜଗନ୍ନାଥ ତ ଏତେ ବଡ଼ ଠାକୁର, ତାଙ୍କୁ ସମସ୍ତେ କେମିତି ନେବେ? ଜଗାର ତ ଲୀଳା ଅପରମ୍ପାର। 22 ପାହାଚରେ ଢଳି ଢଳି ଜଗା ଭାଇ ଭଉଣୀଙ୍କୁ ନେଇ ବୁଲିବାକୁ ବାହାରେ। ବାପା, 22ଟି ପାହାଚ କାହିଁକି? ଏହାର କ'ଣ ତାତ୍ପର୍ଯ୍ୟ? ହଁ ମୁନା, 22ଟି ପାହାଚର ମହିମା ବହୁତ ବଡ଼। ସିଂହଦ୍ୱାର ଦେଇ 22 ପାହାଚରେ ଚଢ଼ି ଲୋକେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଆନ୍ତି। କଥା ଅଛି, ରାଜା ଭାନୁଦେବଙ୍କର କୌଣସି ସନ୍ତାନ ନଥିଲା। ସେ ପୁତ୍ରଟିଏ ପାଇଁ ବ୍ୟାକୁଳ ହୋଇ ଜମ୍ବେଶ୍ୱରଙ୍କୁ ପୂଜା କରୁଥିଲେ। ଜମ୍ବେଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ। କିଛିଦିନ ପରେ ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମଲାଭ କଲା। ଭାନୁଦେବ ଜ୍ୟୋତିଷମାନଙ୍କଠାରୁ ଜାଣିଲେ ଯେ ପୁତ୍ରର ଆୟୁଷ ଖୁବ୍ କମ୍, ସେ ଅଳ୍ପ ଦିନ ବଞ୍ଚିବ। ଏ କଥା ଶୁଣି ରାଜା ପୁନଃ ଜମ୍ବେଶ୍ୱରଙ୍କୁ ପ୍ରାର୍ଥନା କଲେ। ଜମ୍ବେଶ୍ୱର କହିଲେ, ତୁ ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ପଥରେ 22ଟି ପାହାଚ ନିର୍ମାଣ କର ଏବଂ ସେହି ପାହାଚରେ ପୁତ୍ରକୁ ଗଡ଼ାଇ ଦେବୁ। ଏହିପରି କଲେ ସେ ପାପମୁକ୍ତ ହୋଇ ଦୀର୍ଘାୟୁ ହେବ। ରାଜା ସେହିପରି କରିବାରୁ ପୁତ୍ରଟି ଦୀର୍ଘାୟୁ ହୋଇପାରିଲା। ଏହା ହେଉଛି 22 ପାହାଚର ରହସ୍ୟ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।